26/1/2026 ବାଲେଶ୍ୱର ଜିଲ୍ଲାର ତେଲେଙ୍ଗା ସାହି ପ୍ରତିମା ସେବା ସଦନର ସଭାପତି ବସନ୍ତଲତା ପଟ୍ଟନାୟକଙ୍କ ସଭାପତିତ୍ୱରେ 77ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି କର୍ଣ୍ଣେଲ ବିଜୟ କୁମାର ପତି ଯୋଗ ଦେଇ ସକାଳ 8ଟାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ପିଲାମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଦିବା 12:30ରେ ଅନୁଷ୍ଠାନରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ ବିଜୟ କୁମାର ପତି, ମୁଖ୍ୟ ବକ୍ତା ଭାବେ ପୁଲିସ ହାଇସ୍କୁଲର ପ୍ରିନ୍ସିପାଲ କଲ୍ୟାଣୀ ସାହୁ, ସଭାପତି ପ୍ରତିମା ସେବା ସଦନର ଶ୍ରୀମତୀ ବସନ୍ତଲତା ପଟ୍ଟନାୟକ, ସାଧାରଣ ସମ୍ପାଦକ ଚନ୍ଦ୍ରାୟ ହେମ୍ରମ, ସମ୍ମାନୀୟ ଅତିଥି ସରସ୍ୱତୀ ପଣ୍ଡା, ସମ୍ମାନୀୟ ଅତିଥି ବିଜୟ କୁମାର ଦାସ, ଅଧିକାରୀମାନେ ମଞ୍ଚରେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା। ଯେଉଁ ପିଲାମାନେ କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କୁ ମାନପତ୍ର ଓ ପୁରସ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି କର୍ଣ୍ଣେଲ ବିଜୟ କୁମାର ପତି ତାଙ୍କ ବକ୍ତବ୍ୟରେ କହିଥିଲେ, ପ୍ରତିମା ସେବା ସଦନର ଯେଉଁଭଳି ଆୟୋଜନ କରି ପ୍ରତ୍ୟେକ ବର୍ଷ ପାଳୁଛି ତାହା ସ୍ୱାଗତ ଯୋଗ୍ୟ। ଏହାଦ୍ୱାରା ପିଲାମାନଙ୍କ ମନରେ ପରମ୍ପରା, ସଂସ୍କୃତି ଓ ଦେଶଭକ୍ତି ଭାବ ସୃଷ୍ଟି ହେବ। ମୁଖ୍ୟ ବକ୍ତା କଲ୍ୟାଣୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ, ଭାରତ ପାଇଁ ବହୁ ମହାପୁରୁଷ ଜୀବନ ବଳି ଦେଇ ଆମ ଦେଶକୁ ରକ୍ଷା କରନ୍ତି। ତେଣୁ ପିଲାମାନେ ଦେଶର ଭବିଷ୍ୟତ। ତେଣୁ ସେମାନେ କିପରି ଦେଶ ମାତୃକା ପାଇଁ ନିଜକୁ ଗଢ଼ି ତୋଳିବେ, ସେଥିପାଇଁ ଗଣତନ୍ତ୍ର ଦିବସ ପାଳିତ ହୁଏ ଓ ପ୍ରତ୍ୟେକ ନାଗରିକ ନିଜକୁ ଭାରତୀୟ ବୋଲି ଗର୍ବ କରନ୍ତି। ସଭାପତି ବସନ୍ତଲତା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ଯେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ ବହୁ ମୂଲ୍ୟବାନ ସମୟ ନଷ୍ଟ କରି ପ୍ରତିମା ସେବା ସଦନରେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଦେଉଛି। ଅନ୍ୟ ସମ୍ମାନୀୟ ଅତିଥିମାନେ ପ୍ରତିମା ସେବା ସଦନର ଏପରି ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ। ସର୍ବଶେଷରେ ପୁଷ୍ପାଞ୍ଜଳି ପାଳି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିମା ସେବା ସଦନର ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।